ଜୁତା ଆଉ ଗୋଟେ ପିଠା ଆଣ। ହେଠି ଶୁଣ, ଆଉ ପିଠା ନାହିଁ। ଆଉ ଯେବେ ଖାଇବାର ମନ ଅଛି ତାହେଲେ ଭାତକୁ ଡାଲି ଖାଇବ। ଶୁଣ, ମୁଁ ରାତିରେ ଭାତ ଡାଲି ଖାଇପାରିବିନି। ମୁଁ ଯଦି ଖାଇବି ରାତିରେ ପିଠା ଖାଇବି। ମୁଁ ଭାତ ଡାଲି ଖାଇପାରିବିନି। ଆଚ୍ଛା, ତମେ କେତୁଟା ପିଠା ଖାଇବ ତାହେଲେ ମତେ କୁହ। ଆରେ କେତୁଟା ପିଠା ଖାଇବି ମାନେ? ଆରେ ଦିଟା ପିଠା ଖାଇଥିଲି, ଇଏ ତ ହଉଛି 3 ନମ୍ବର ପିଠା। ମୁଁ କଣ 50ଟା ପିଠା ଖାଇବି ନା କଣ? ତାମାନେ ତମେ କଣ 50ଟା ପିଠା ଖାଇବ ନା କଣ? ତମେ ଯଦି 50ଟା ପିଠା ଖାଇବ ମୁଁ କରିପାରିବିନି। ଭାତ ଡାଲି ଖାଇଦିଅ। ମୁଁ ବହୁତ ହାଲିଆ ହେଇଯାଇଛି। ମୁଁ ଆଉ 50ଟା ପିଠା ତମ ପାଇଁ କରିପାରିବିନି। ହାଲିଆ ହେଇଯାଇଛ? ଆରେ ଏମିତି କଣଟା କରି ପକଉଛ ଯେ ତମେ ହାଲିଆ ହେଇଯାଇଛ? ଓ, ଏ ଦି ବଖରା ଘର ଟିକେ ଓଳାଓଳି କରୁଛ, ପୋଛାପୋଛି କରୁଛ, ସେଥିପାଇଁ ହାଲିଆ ହେଇଯାଇଛ। ୱାସିଂ ମେସିନ ପ୍ୟାଣ୍ଟ ସାର୍ଟ କଣ ହଳେ ସଫା କରୁଛ ବୋଲି ହାଲିଆ ହେଇଯାଉଛ ନା କଣ? ଆରେ ସାରା ଦିନ ମୋବାଇଲରେ ରିଲ୍ସ ଦେଖି ଦେଖି ଥକି ଯାଉଛ ନା? ଦିନ ରାତି ଏଇ ମୋବାଇଲରେ କଥା ହେଇକି ଥକି ଯାଉଛ ନା? ମତେ ଦେଖ, ସାରା ଦିନ ମାର୍କେଟରେ ବିନା ଗାଡିରେ ମୁଁ ଚାଲିକି ବୁଲୁଛି। ତମକୁ ଦେଖଉଛି, ଆସ ଦେଖ ମୋ ଜୋତାର ଅବସ୍ଥା ଦେଖ। ସାରା ଦିନ ମାର୍କେଟରେ ଚାଲି ଚାଲି ମୋ ଜୋତାର ଅବସ୍ଥା କଣ ହେଇଛି ଦେଖ। କିନ୍ତୁ ଏ ଜୋତାଠୁ ଖରାପ ଅବସ୍ଥା ହେଇଯାଉଛି ମୋ ଦେହର। କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ କେବେ କହିବାର ସାହସ ନାହିଁ ମୁଁ ଥକି ଯାଇଛି ବୋଲି। କାହିଁକି ନା ମୁଁ ଗୋଟେ ପୁରୁଷ, ମୁଁ ଗୋଟେ ସ୍ୱାମୀ, ଆଉ ଗୋଟେ ପିଲାର ବାପା। ଆଉ ମୋ ଉପରେ ଏ ଘରର ଦାୟିତ୍ୱ ଅଛି। ଏତେ ପରିଶ୍ରମ କରିକି, ଏତେ କଷ୍ଟ କରିକି ଯେତେବେଳେ ମୁଁ ସନ୍ଧ୍ୟାବେଳକୁ ଘରକୁ ଆସିଛି ନା, ମତେ କଣ କୁହାଉଛି ନା, ତମେ 4ଟା ପିଠା ଖାଇପାରିବନି। ଯଦି ଖାଇବାର ଅଛି 3ଟା ପିଠା ଖାଅ, ନହେଲେ ଭାତକୁ ଡାଲି ଖାଅ। କାହିଁକି? କାହିଁକି ନା ମୁଁ ହାଲିଆ ହେଇଯାଇଛି। ଆରେ ତମକୁ ଆଜି ପର୍ଯ୍ୟନ୍ତ ମୋ ମୂଲ୍ୟ ତମେ ବୁଝିପାରିଲନି। ଆରେ ଥରେ ବାହାରକୁ ଯାଅ, ସେମାନେ ନାରୀ ମାନଙ୍କୁ ପଚାର, ଯୋଉ ନାରୀ ମାନେ ମୋ ଭଳିଆ ଦିନ ସାରା ବୁଲି ବୁଲି ଏତେ ପରିଶ୍ରମ କରୁଛନ୍ତି। এই ନାରୀ ମାନେ ଦିନ ସାରା ପରିଶ୍ରମ କରୁଛନ୍ତି, ଆଉ ସେଇ ପଇସାରେ ତାଙ୍କ ପରିବାରକୁ ଚଳଉଛନ୍ତି। କାହିଁକି ନା ତାଙ୍କ ଘରେ ପଇସା ଇନକମ କରିବା ପାଇଁ କୌଣସି ପୁରୁଷ ନାହାନ୍ତି। ତମେ ସେତେବେଳେ ଜାଣିବ ହାଲିଆଟା ହଉଛି କଣ। ତମେ ବସ, ମୁଁ ତମ ପାଇଁ ଆଉ ପିଠା କରିକି ଆଣୁଛି। ମତେ ଆଉ ଭୋକ ନାହିଁ, ମୋ ପେଟ ପୁରି ଗଲାଣି। ଭୁଲ ହେଇଯାଇଛି। ତମେ ବସ, ମୁଁ ତମ ପାଇଁ ଆଉ ପିଠା କରିକି ଆଣୁଛି। ଆମେ ଏଇଆ ଭାବୁଛେ ଘର ଚଳେଇବା ଏତେ ସହଜ ନୁହଁ। କିନ୍ତୁ ଘର ଚଳେଇବା ସେତେବେଳେ ସହଜ ହେଇଥାଏ ଯେତେବେଳେ ଗୋଟେ ବାପା, ଗୋଟେ ପୁଅ, ଗୋଟେ ଭାଇ ଦିନ ରାତି ପରିଶ୍ରମ କରିଥାଏ, ତା ଝାଳ ବୁହାଇଥାଏ। ଆଉ ସେ ବର୍ଷା ହଉ କି ଖରା ହଉ, ସେ ସେ ବର୍ଷାରେ କାମ କରିଥାଏ, ଆଉ ଖରା ହେଲେ ବି ସେ ଖରାରେ କାମ କରିଥାଏ। ଖରା ବର୍ଷାରେ କାହିଁକି ପୁରୁଷ ପୁଅଟା ଏତେ ପରିଶ୍ରମ କରିଥାଏ? କାହିଁକି ନା ତା ପରିବାର ସବୁବେଳେ ଖୁସିରେ ରହିବା ପାଇଁ, ତାଙ୍କ ପେଟକୁ ଦି ମୁଠା ଖାଇବା ଦେବା ପାଇଁ ସେ ଦିନ ରାତି ପରିଶ୍ରମ କରିଥାଏ। ପରିଶ୍ରମ କରି ଯେତେବେଳେ ଘରକୁ ଆସିଥାଏ, ଶାନ୍ତିରେ ତାକୁ ଯଦି ଦି ମୁଠା ଖାଇବାକୁ ନ ଦେଇଥାଏ, ତାକୁ ନା ବହୁତ କଷ୍ଟ ହେଇଥାଏ, ତାକୁ ନା ବହୁତ ଦୁଃଖ ବି ହେଇଥାଏ। ସେ ଯୋଉ ଏତେ ସାରା ପରିଶ୍ରମ କରୁଛି, ତାକୁ ଲାଗେ ଯେ ସେ ବୋଧେ ତା ପରିବାର ପାଇଁ କରୁନି, ସେ ବୋଧେ ତା ପରିବାର ପାଇଁ ସେ ବୋଧେ ମୂଲିଆ ଲାଗିଛି। ମୁଁ ଆପଣମାନଙ୍କୁ ହାତ ଯୋଡ଼ିକି ଏତିକି ବିନୀତ ଅନୁରୋଧ କରୁଛି, ଆପଣଙ୍କ ବାପା, ଆପଣଙ୍କ ଭାଇ କି ଆପଣଙ୍କ ପୁଅ ଏଇ ଦିନ ସାରା ଯୋଉ ପରିଶ୍ରମ କରୁଛନ୍ତି, ତାଙ୍କୁ ନା କେବେ ବି ଅଣଦେଖା କରନ୍ତୁ ନାହିଁ। ତାଙ୍କୁ ସବୁବେଳେ ସମ୍ମାନ ଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।